নমস্কার করে রঘু সাই ছামরে উভা হইলে जोड़ी करा दो पिता असमय आपण मते सैन्य कक्ष को कहीं सुमंत मंत्री मते कहले आपण पर मते स्थान को डगे पठिछन्ते आपण क्रंदन करछन्ते कोन कहिछि आपण पर श्री राम देखी राजा पहिले शिवा कहिला
କେତେ ଅନୁରୋଧ ତୁମେ ଚାଲି କୁହନ୍ତୁ ପିତା ଆପଣଙ୍କର କଣ ହେଇଛି? କାହିଁକି ଆପଣ କ୍ରନ୍ଦନ କରୁଛନ୍ତି? ପିତା କଣ ହେଇଛି ଆପଣଙ୍କର? କାହିଁକି ଆପଣ ଏପରି କ୍ରନ୍ଦନ କରୁଛନ୍ତି? ପିତା କୁହନ୍ତୁ, କୁହନ୍ତୁ ମୋତେ ଆପଣଙ୍କର କଣ ହେଇଛି? ପିତା 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 ମନ୍ତ୍ରୀ ସୁବନ୍ଧ, ପିତାଙ୍କର ଏପରି ଅବସ୍ଥା ଦେଖି ମୁଁ ଧୈର୍ଯ୍ୟ ଧରି ପାରୁନି ସୁବନ୍ଧ। କୁହ ମନ୍ତ୍ରୀ, ଆଜି ପୁରା ଶୁଭ ଦିନରେ ପିତା କାହିଁକି କ୍ରନ୍ଦନ କରୁଛନ୍ତି? କଣ ହୋଇଛି ପିତାଙ୍କର? କୁହ ମନ୍ତ୍ରୀ, ଏପରି ଅବସ୍ଥା କାହିଁକି? ମୁଁ ଏସବୁ କିଛି ଜାଣେ ନା ରାମଚନ୍ଦ୍ର, ଆପଣ ମାଙ୍କୁ ପଚାରନ୍ତୁ। ମା, ତମେ ସ୍ଥାନରେ ଅଛ, ଖାଲି କୁହ ମା, ଆଜି ପୁରା ଶୁଭ ଦିନରେ ପିତାଙ୍କର ଏପରି ଅବସ୍ଥା କାହିଁକି? କଣ ହୋଇଛି ମୋ ପିତାଙ୍କର? କୁହ ମା। कहा जाना ने की कारण हमारा पिता विकल असंभल होई ଆଜି ପୁରା ଶୁଭ ଦିନରେ ସମସ୍ତଙ୍କ ମନରେ ଆନନ୍ଦ ଭରିଗଲା ବେଳେ ଯେ କି ଅଯୋଧ୍ୟାର ସମ୍ରାଟ ମୋର ପିତା ସେପରି ରତ୍ନ ପଲଙ୍କକୁ ତ୍ୟାଗ କରି ଧରଣୀ ଧୂଳିରେ ପଡ଼ି କ୍ରନ୍ଦନ କରିବାର କାରଣ କଣ ହୋଇପାରିବ? कहा जाना ने की कारण हमारा पिता विकल असंभल होई गरंती पड़िया नितारा ଯିଏ ମୋତେ କ୍ଷଣିକ ପୂର୍ବରୁ ରାଜନୀତି ଶିକ୍ଷା ଦେଉଥିଲେ, ଅଯୋଧ୍ୟାର ମଙ୍ଗଳ ପାଇଁ ଅନେକ କଥା ମୋତେ ବୁଝାଉଥିଲେ, ମୋତେ କିଛି କହୁନାହାନ୍ତି କାହିଁକି? କଥା ନ କୁହନ୍ତି ବିରସ ଦିଶୁ ଅଛି ବଦନ ଏଥିର ଚରିତ କୁହ ମାତା ହୋଇ ପ୍ରସାର
ପିତା ଯେପରି ବାରମ୍ବାର କ୍ରନ୍ଦନ କରୁଛନ୍ତି, ତାଙ୍କର ଏପରି ଅବସ୍ଥା ଦେଖି କେଉଁ ପୁତ୍ର କେବେ ଧୈର୍ଯ୍ୟ ଧରି ପାରିବ? ମା ମତେ କୁହ, ଆଜି ପରା ଶୁଭ ଦିନରେ ରତ୍ନପଣ କରିଛି ଶୟନ କରିଥିବା ବ୍ୟକ୍ତି ଅଯୋଧ୍ୟାର ରାଜା, ସେପରି ରତ୍ନପଣକୁ ତ୍ୟାଗ କରି ଧରଣୀ ତୁଳି ପଡ଼ି କାହିଁକି କ୍ରନ୍ଦନ କରୁଛନ୍ତି? ମା କଣ ହୋଇଛି ମୋ ପିତାଙ୍କର? କଣ କରିବି? ପିତାଙ୍କୁ ପଚାରି ପିତା ମତେ କିଛି କହୁନାହାନ୍ତି। ମନ୍ତ୍ରୀ ସୁମନ୍ତ କହିଲେ ରାଣୀ ମାଙ୍କୁ ପଚାର, ହେଲେ ମା ମତେ କିଛି କହୁନାହାନ୍ତି। ତାହେଲେ ମୁଁ କଣ ଅନୁମାନ କରୁଛି ଅଯଥାରେ କଣ କିଛି ନାସ୍ତି କଲେ କି ବିଜ୍ଞାଲକେ ଜାଣେ মাভিষেক কহ জননী কি কারণে পিতা করন্তি নাস্তি কলে কি বিজ্ঞালকে জানে মাভিষেক কহ জননী কি করণে পিতা করন্তি তাহলে ମୁଁ ଅନୁମାନ କରୁଛି ଅଯୋଧ୍ୟାରେ ରାଜା ହବା କଥାଟା ଶୁଣିବା ପରେ ବିଶିଷ୍ଟ ପଣ୍ଡିତ ସାଧୁ ବିଜ୍ଞ ଲୋକମାନଙ୍କର ମନା କଲେ, ଯାହାଫଳରେ କି ସେଇ କଥାକୁ ଶୁଣେ ପିତାଙ୍କର ଏପରି ଅବସ୍ଥା। କଣ ହୋଇପାରେ? ମୁଁ କିଛି କଥା ସ୍ଥିର କରିପାରୁନି। କଣ ହୋଇଛି ମୋ ପିତାଙ୍କର? ମୁଁ କଣ କରିବି? କିପରି ସମ୍ବାଦ ପାଇବି? ଆତ୍ମାରେ କି ବାଧା ଲାଗିଲା, ହେଉଛନ୍ତି ବିକଳ, ଅସମ୍ଭାଳ ହୋଇ ଗଡ଼ନ୍ତି ପଡ଼ିଆ ବନିତା। ମୁଁ ଜାଣୁଛି, ଅନୁମାନ କରୁଛି ପିତାଙ୍କ ମନରେ କି କଣ ଆଘାତ ଦେଇଛି। ପିତାଙ୍କୁ କି ଯେପରି କଟୁ କଥା କହିଛି, ଯାହା ଫଳରେ କି ପିତାଙ୍କ ମନକୁ ବାଧିଲା ଭଳି ସେହିପରି ପିତା ଆଜି ରତ୍ନପଳଙ୍କୁ ତ୍ୟାଗ କରି ଏପରି ଥଳନ ଥଳରେ ପଡ଼ି କ୍ରନ୍ଦନ କରୁଛନ୍ତି। ତାହା ନ ହୋଇଥିଲେ ପିତାଙ୍କର ଏପରି ଅବସ୍ଥା କାହିଁକି ହୋଇଥାନ୍ତା? ମା ମା ମତେ କୁହ, ମା ପିତାଙ୍କର କଣ ହୋଇଛି? ମା ଏପରି ଅବସ୍ଥା ଦେଖି ପିତାଙ୍କର ମୁଁ କେବେ ଧୈର୍ଯ୍ୟ ଧରି ପାରୁନି। ମା କୁହ, ମା ମୋ ପିତାଙ୍କର କଣ ହୋଇଛି?